ଏକ ରିସର୍ଚ୍ଚ ଅନୁସାରେ ସକାଳୁ ସକାଳୁ ଶାରୀରିକ ସମ୍ପର୍କ ବନାଇବା ଦ୍ୱାରା ଆମ ଶରୀରରେ ଖୁସି ପ୍ରଦାନ କରୁଥିବା ହର୍ମୋନ୍ ରିଲିଜ୍ ହୋଇଥାଏ ଓ କୌଣସି ପ୍ରକାର ଚିନ୍ତାକୁ କମ୍ କରିଦେଇଥାଏ। ଅଧିକାଂଶ ଲୋକମାନେ ଶାରୀରିକ ସମ୍ପର୍କ ବନାଇବାର ତୁରନ୍ତ ପରେ ଗାଧୋଇବା ବଦଳରେ ସିଧା ଫେସବୁକ୍ ଚଲାଇଥାନ୍ତି। ଏହି ଲୋକମାନେ ଯେଉଁମାନେ ଆମକୁ ସମ୍ପର୍କରେ ତଳକୁ ଆଣିବାକୁ ଚେଷ୍ଟା କରିଥାନ୍ତି, ତେବେ ସେମାନେ ସମସ୍ତେ ଆମର ନିଜର ଏବଂ ନିକଟତର ହୋଇଥାନ୍ତି। କାହା ଅଭ୍ୟାସରେ ପଡ଼ିଯିବା ପ୍ରେମ ହେବାଠାରୁ ବି ଅଧିକ ଖତରନାକ ହୋଇଥାଏ। ଯଦି ଆପଣଙ୍କର ପୁରାଉ ତୁରନ୍ତ ଢିଲା ପଡ଼ିଯାଉଛି ବା ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହୋଇ ରହୁନାହିଁ ବା ପାଣି ଜଲ୍ଦି ବାହାରି ଯାଉଛି, ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ। 100 ଗ୍ରାମ କଳା ଜିରା ନେଇ ହାଲକା ଭାଜି ନିଅନ୍ତୁ ଓ ଏହାକୁ କୁଟି ଭଲ ଭାବରେ ପାଉଡର କରି ନିଅନ୍ତୁ ଓ 100 ଗ୍ରାମ ଶୁଦ୍ଧ ଅଶ୍ୱଗନ୍ଧା ଚେର ନେଇ ତାକୁ ମଧ୍ୟ ଭଲ ଭାବରେ ପାଉଡର କରି ନିଅନ୍ତୁ ଓ ଏହି ଦୁଇଟି ପାଉଡରକୁ ନେଇ ସେଥିରେ 200 ଗ୍ରାମ ଖାଣ୍ଟି ମହୁ ଭଲ ଭାବରେ ମିଶାଇ ଦିଅନ୍ତୁ ଓ ଏହାକୁ ଗୋଟିଏ କାଚ ପାତ୍ରରେ ସାଇତି ରଖନ୍ତୁ ଓ ପ୍ରତିଦିନ ରାତିରେ ହାଲକା ଖାଦ୍ୟ ଖାଇବାର 1 ଘଣ୍ଟା ପରେ ଏଥିରୁ ଗୋଟିଏ ଚାମଚ ଖାଇ 1 ଗ୍ଲାସ ଉଷୁମ କ୍ଷୀର ପିଇ ନିଅନ୍ତୁ। ଏମିତି ନିୟମିତ ଭାବରେ ସେବନ କରନ୍ତୁ, ନିଶ୍ଚିତ ଫରକ ଜାଣିପାରିବେ। ସ୍ୱାର୍ଥର ସମ୍ପର୍କ ଯେତେ ଜଲ୍ଦି ବନିଥାଏ ତେବେ ସେତେ ଜଲ୍ଦି ଭାଙ୍ଗି ବି ଯାଇଥାଏ।